ଯେତେବେଳେ ଇଂରେଜ ମାନେ ଆମ ଦେଶ ଏବଂ ଆମ ରାଜ୍ୟ ଓଡ଼ିଶାକୁ ଶାସନ କରୁଥିଲେ, ସେମାନେ ଅତି ନିଷ୍ଠୁର ଆଉ ଅତ୍ୟାଚାରୀ ଭାବରେ ଆମ ଉପରେ ଶାସନ କରୁଥିଲେ। ଆଉ ଆମ ଲୋକମାନେ ସବୁ ବନ୍ଧନହରା ବୋଲି ଏଠି କୁହାଯାଇପାରିବ ଆମ ଲୋକମାନଙ୍କୁ। କାରଣ ସେମାନେ ସମସ୍ତ ବନ୍ଧନ ହରେଇ ଦେଇଥିଲେ, ସମସ୍ତ ସମ୍ପର୍କକୁ ତୁଟେଇ ଦେଇଥିଲେ। ସେଇମାନଙ୍କୁ ଜାଗ୍ରତ କରିବା ପାଇଁ ଏକ ସୁନ୍ଦର କବିତା ଲେଖିଥିଲେ ଅନନ୍ତ ପଟ୍ଟନାୟକ, ଯାହାର ନାମ ହେଉଛି ଜାଗ ବନ୍ଧନହରା। ଏଠି ବନ୍ଧନହରା ଆମମାନଙ୍କୁ ହିଁ କୁହାଯାଇଛି। ବନ୍ଧନହରା କାହାକୁ କୁହାଯାଇଛି? ଆମର ସୈନିକ, ଆମରି ସିପାହୀ, ଆମରି ପାଇକମାନଙ୍କୁ ହିଁ ବନ୍ଧନହରା କୁହାଯାଇଛି। ସେମାନଙ୍କୁ ଜାଗ୍ରତ କରିବା ପାଇଁ ଅନନ୍ତ ପଟ୍ଟନାୟକ ଏକ ପ୍ରୟାସ କରିଛନ୍ତି ନିଜ ସୁନ୍ଦର କବିତା ମାଧ୍ୟମରେ। ପ୍ରଥମେ ଆମେ ଜାଣିବା ଅନନ୍ତ ପଟ୍ଟନାୟକଙ୍କ ବିଷୟରେ କିଛି। ଇଏ 1912 ମସିହାରେ ଜନ୍ମଗ୍ରହଣ କରିଥିଲେ। 1987 ମସିହାରେ ତାଙ୍କ ମୃତ୍ୟୁ ହୋଇଥିଲା। ଖୋର୍ଦ୍ଧା ଜିଲ୍ଲାର ଚଣାହାଟ ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। କେଉଁଠାରେ ଜନ୍ମଗ୍ରହଣ କରିଥିଲେ? ଖୋର୍ଦ୍ଧା ଜିଲ୍ଲାର ଚଣାହାଟ ଗ୍ରାମରେ କବି ଅନନ୍ତ ପଟ୍ଟନାୟକ ଜନ୍ମଗ୍ରହଣ କରିଥିଲେ। ସାମ୍ୟବାଦୀ ଚିନ୍ତାଧାରାର କବିତା ରଚନା ପାଇଁ ନବଯୁଗ ସାହିତ୍ୟ ସଂସଦ ଜରିଆରେ ଯେଉଁ ଆନ୍ଦୋଳନ ହୋଇଥିଲା, ତହିଁରେ ସେ ଅଂଶଗ୍ରହଣ କରିଥିଲେ। ନବଯୁଗ ସାହିତ୍ୟ ସଂସଦର ପ୍ରଥମ ଅଧିବେଶନରେ ପ୍ରାରମ୍ଭିକ ସଙ୍ଗୀତ ରୂପରେ ସେ ଏଇ ଜାଗବନ୍ଧନ ହରା ଗୀତଟିକୁ ହିଁ ଗାନ କରିଥିଲେ। ହେଲା, ରକ୍ତ ଶିଖା ସେ କଣ କଣ ଲେଖିଛନ୍ତି ବର୍ତ୍ତମାନ ଆମେ ଜାଣିବା। ରକ୍ତ ଶିଖା, ଛାଇର ଛିଟା, ଅଲୋଡ଼ା ଲୋଡ଼ା, ଆଉ ଅବାନ୍ତର, କିଞ୍ଚିତ, ଏସବୁ କବିତା ସଂକଳନ ତାଙ୍କର ବହୁତ ପ୍ରସିଦ୍ଧ ଆଉ ସାର୍ଥକ ପରିଚୟ ପାଇଛି। ଅବାନ୍ତର କବିତା ପୁସ୍ତକ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଛନ୍ତି। ଶୋଷଣ ମୁକ୍ତ ଆଉ ଶ୍ରେଣୀହୀନ ସମାଜର ତଥା ସାଂସ୍କୃତିକ ବ୍ୟବସ୍ଥା ପରିବର୍ତ୍ତନ, ମାନବବାଦର ଜୟଗାନ ଏହି କବିତାରେ ଅନ୍ତଃସ୍ୱରରେ ଉତ୍ଫୁଲ୍ଲିତ ହୋଇଛି। ବିଷୟଟିକୁ ପଢ଼ିବା ପୂର୍ବରୁ ଆମେ ପ୍ରଥମେ ଏହାର ମୁଖ୍ୟ ସୂଚନା ଗୁଡ଼ିକୁ କିମ୍ବା ମୁଖ୍ୟ ଶବ୍ଦାର୍ଥ ଗୁଡ଼ିକୁ ଜାଣିବା। ଜାଗ ବନ୍ଧନହରା, ଏହାର ଅର୍ଥ ହେଉଛି ସକଳ ପ୍ରକାର ବନ୍ଧନରୁ ମୁକ୍ତ ହେଇକି ରହିବା, ଯିଏକି ବନ୍ଧନହରାର ଅର୍ଥ। ଶୋଣିତ, ଶୋଣିତର ଅର୍ଥ ହେଉଛି ରକ୍ତ। ଛିନ୍ନ ଅର୍ଥ ଛିଣ୍ଡାଇବା, ଲୁପ୍ତ ଅର୍ଥ ଲୋପ ପାଇବା। ସମୁ, ସମୁର ଅର୍ଥ ହେଉଛି କମିଯାଉ। ଅମର ଗାନ ଅର୍ଥ ଚିରନ୍ତନ ଗାନ, ଯେଉଁ ଗୀତ ପୁରା ଅମର କରାଇଥାଏ ସେଟା ହେଉଛି ଅମର ଗାନ। ଶିରସୁ ଅର୍ଥାତ୍ ମୁଣ୍ଡରୁ। ସ୍ପନ୍ଦନର ଅର୍ଥ ହେଉଛି ଶିହରଣ ବା କମ୍ପନ। ଶଙ୍କିତ ଅର୍ଥାତ୍ ଭୟଭୀତ। ତନ୍ଦ୍ରା ଅର୍ଥ ନିଦ୍ରା। ଜୀର୍ଣ୍ଣର ଅର୍ଥ ହେଉଛି ଦୁର୍ବଳ। ଜୀର୍ଣ୍ଣର ଅର୍ଥ କ'ଣ? ଦୁର୍ବଳ। ସ୍ୟନ୍ଦନ ଅର୍ଥାତ୍ ରଥ। ସ୍ୟନ୍ଦନର ମାନେ କ'ଣ? ରଥ। ଆଉ ଅର୍ଗଳ ମାନେ ହେଉଛି ବନ୍ଧନ। ଅର୍ଗଳ ମାନେ କ'ଣ? ବନ୍ଧନ। ତ ଆମେ ଜାଣିଲେ ଶବ୍ଦାର୍ଥ ଗୁଡ଼ିକୁ କିମ୍ବା ସୂଚନା ଗୁଡ଼ିକୁ। ବର୍ତ୍ତମାନ ଆମେ ବିଷୟଟିକୁ ମଧ୍ୟ ପଢ଼ିବାକୁ ସକ୍ଷମ। କବି ଏଠାରେ ଆମକୁ କହିଛନ୍ତି, ନବୀନ ଯୁଗର ତରୁଣ ଜାଗରେ ଜାଗ ବନ୍ଧନ ହରା, ବକ୍ଷ ଶୁଣିତେ ଲକ୍ଷ ଜୀବନେ ଖେଳାଅ ଆଲୋକ ଧାରା। ଅର୍ଥାତ୍ ନବୀନ ଯୁଗର ଯେତକ ସବୁ ତରୁଣ ଅଛ, ସମସ୍ତେ ଜାଗ୍ରତ ହୁଅ। ସବୁ ବନ୍ଧନକୁ ତୁଟେଇକି, ସବୁ ବନ୍ଧନରୁ ମୁକ୍ତ ହୋଇ ତୁମେ ଜାଗ୍ରତ ହୁଅ। ଜାଗ ବନ୍ଧନ ହରା। ବକ୍ଷ ଶୁଣିତେ ଅର୍ଥାତ୍ ନିଜ ଛାତିରୁ ରକ୍ତ ଗଳେଇ, ନିଜ ଛାତିରୁ ରକ୍ତ କାଢ଼ି ସେହି ଶୁଣିତେ ଲକ୍ଷ ଜୀବନେ ଖେଳାଅ ଆଲୋକ ଧାରା। ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ଆଲୋକର ଧାରା ଖେଳାଅ। ଛିନ୍ନ କରରେ ବନ୍ଧନ ରାଜି କ୍ରନ୍ଦନ ହେଉ ଶେଷ। ଛିନ୍ନ କ'ଣ କରିବା କଥା କୁହାଯାଇଛି? ବନ୍ଧନ। ଯେତେ ସବୁ ବନ୍ଧନ ଛିନ୍ନ କର, କ୍ରନ୍ଦନ ହେଉ ଶେଷ। ଲୁପ୍ତ ହେଉରେ ଜାତି ଉପଜାତି, ଖଣ୍ଡିତ ଶତ ଦେଶ। ଆମ ଦେଶ ଯେଉଁ ଶତଖଣ୍ଡିତ ହୋଇ ରହିଛି, ତାହା ଯେମିତି ଲୋପ ହେଉ। ଆଉ ଆମ ଦେଶରେ ଯେତକ ଅତ୍ୟାଚାରୀ ଦଳ ଆମ ଲୋକଙ୍କୁ ଅତ୍ୟାଚାର କରୁଛନ୍ତି, ଲୋକମାନଙ୍କୁ ଶୋଷଣ କରୁଛନ୍ତି, କଷ୍ଟ ଦେଉଛନ୍ତି, ସେମାନେ ଯେଉଁ କଷ୍ଟ ଦେଉଛନ୍ତି ଆଉ ତାଙ୍କ ଦ୍ୱାରା ଆମେ ଯେଉଁ କ୍ରନ୍ଦନ କରୁଛେ, ସେ କ୍ରନ୍ଦନ ମଧ୍ୟ ଶେଷ ହେଉ। ଲୁପ୍ତ ହେଉରେ ଜାତି ଉପଜାତି, ଖଣ୍ଡିତ ଶତ ଦେଶ।
ଯୋଉ ଖଣ୍ଡିତ ଆମ ଦେଶ ବହୁତ ଖଣ୍ଡ ଖଣ୍ଡ କରିଦେଇଥିଲେ, ସେମାନେ ଏକତା ଭାଙ୍ଗି ଦେଇଥିଲେ, ତ ପୁଣି ଥରେ ଏକାଠି ହୁଅ ବୋଲି ସେ ଆହ୍ୱାନ ଦେଇଛନ୍ତି। ମହାମାନବର ଶଙ୍ଖ ଶବଦେ ସମୁରେ ଦୁଃଖ ଜ୍ୱାଳା ଜାଗବନ୍ଧନ ହରା। ମହାମାନବର ଶଙ୍ଖ ଶବ୍ଦରେ ସମୁରେ ଦୁଃଖ ଜ୍ୱାଳା, ସମୁ ମାନେ କମୁ, କଣ କମିବା କଥା କୁହାଯାଇଛି ନା ଦୁଃଖର ଜ୍ୱାଳା କମିଯାଉ ମହାମାନବର ଶଙ୍ଖ ଶବ୍ଦ ଶୁଣି। ମରଣ ଦୁଆରେ ଚରଣ ଅରପି ଗାଓରେ ଅମର ଗାନ, ପୋଛି ଦିଅ ଆଜି ମାନବ ଶିରସୁ ସଞ୍ଚିତ ଅପମାନ। ମାନବର ଶରୀରରେ ଯୋଉ ଶିରରେ, ଶରୀରରେ ନୁହଁ ଶିରରେ ମାନେ ଅର୍ଥାତ୍ ମସ୍ତକରେ, ମାନବ ମସ୍ତକରେ ଯେଉଁ କଣ ସଞ୍ଚିତ ଅପମାନ ରହିଛି, ଅପମାନ ସଞ୍ଚିତ ହେଇକି ରହିଛି, ତାକୁ ନିପୋଛ ମାନେ ସମ୍ପୂର୍ଣ୍ଣ ପୋଛି ଦିଅ ବୋଲି ସେ କହିଛନ୍ତି। ଲଙ୍ଘି ବନାନୀ ଶୈଳ ସାଗର ଚୂରରେ ତିମିର କାରା। ଅନ୍ଧକାରର ଯୋଉ କାରା ଅଛି ତାକୁ ଭାଙ୍ଗିକି ଆସିବାକୁ ସେ ଆହ୍ୱାନ କରୁଛନ୍ତି। ମରୁ ପଥ ମରୁ ପଥେ ପଥେ ନିର୍ଝର ସୃଜି। କେଉଁଠାରେ ନିର୍ଝର ସୃଜିବା ନା ମରୁ ପଥେ ପଥେ ନିର୍ଝର ସୃଜି ଯାତ୍ରା କରରେ କର। ସ୍ପନ୍ଦନ ବହି ଅନ୍ତରେ କୋଟି ପ୍ରଦୀପ ଉଚ୍ଚେ ଧର। ସ୍ପନ୍ଦନ ଅନ୍ତରରେ କୋଟି କୋଟି ସ୍ପନ୍ଦନ ନେଇ ପ୍ରଦୀପକୁ ପୁରା ଉଚ୍ଚରେ ଧର। ଶଙ୍କିତ ହେଉ କମ୍ପିତ ହେଉ ପ୍ରାଣେ ଚନ୍ଦ୍ର ତପନ ତାରା। ଯେମିତି ଚନ୍ଦ୍ର ତପନ ଅର୍ଥାତ୍ ସୂର୍ଯ୍ୟ ତାରା ଏମାନେ ମଧ୍ୟ ଆମର ଦେଶ ପ୍ରେମକୁ ଦେଖି କମ୍ପି ଉଠିବେ। ସନ୍ଧାନୀ ତବ ସନ୍ଧାନ ପଥେ କଣ୍ଟକ ଟେକେ ଶିର। ଏଟା ବହୁତ ବଢିଆ ଲାଇନଟା ଦେଖ। ସନ୍ଧାନୀ ତବ ସନ୍ଧାନ ପଥେ କଣ୍ଟକ ଟେକେ ଶିର, ସମ୍ମୁଖେ ତବ କୁହେଳି ରଚଇ ମୋହ ମମତାର ନୀର। ଦେଖ ପିଲାମାନେ, ଯଦି ଜଣେ କିଛି ସନ୍ଧାନ ପଥରେ ବାହାରିଛି, ତା ରାସ୍ତାରେ ବହୁତ ଗୁଡେ କଣ୍ଟା ଶିର ଟେକି ଠିଆ ହୋଇଥାନ୍ତି। ସେଇଭଳି ଭାବରେ ବହୁତ କୁହେଳି ମଧ୍ୟ ତା ସମ୍ମୁଖରେ ରଚେଇ ହୋଇଥାଏ। ମୋହ ମମତାର ନୀର ମଧ୍ୟ ତାକୁ ପଛକୁ ଭିଡ଼ିଥାଏ। କିନ୍ତୁ କବି ଏଠାରେ ଆହ୍ୱାନ କରିଛନ୍ତି ଯେ ଭିନ୍ନ କରି ସେ ତନ୍ଦ୍ରା ପରଶ, ସେ ନିଦ ଭାଙ୍ଗି, ସେ ନିଦ ତାକୁ ଗୋଟେ ନିଦ ବୋଲି ଭାବିଦିଅ, ତାକୁ ଗୋଟେ ସ୍ୱପ୍ନ ବୋଲି ଭାବିଦିଅ, ତ ସେସବୁକୁ ଭାଙ୍ଗି ହସାଅ ଭୁବନ ସାରା। ନିଜେ ଜାଗ୍ରତ ହୁଅ ଆଉ ଜୀବନରେ ସମସ୍ତଙ୍କୁ ହସାଇବା ଶିଖ। ଭୁବନରେ ସମସ୍ତଙ୍କୁ ହସାଇବା ଶିଖ। ଚିର ଅତୀତର ଜୀର୍ଣ୍ଣ ଜୀବନ ଜାଗ ହେ ଭବିଷ୍ୟତ। ଆମେ ହଉଛେ ସମସ୍ତେ ଦେଶର ଭବିଷ୍ୟତ। ସେଥିପାଇଁ ସେ ଏମିତି ଲାଇନ କହିଛନ୍ତି ଯେ ଚିର ଅତୀତର ଜୀର୍ଣ୍ଣ ଜୀବନ ଥିଲା, ଜାଗ ଆହେ ଭବିଷ୍ୟତ। ଭବିଷ୍ୟତ ବର୍ତ୍ତମାନ ଜାଗ୍ରତ କର ତୁମେ ମାନେ। ଚୂର୍ଣ୍ଣ କରୁରେ ସନ୍ଦନ ତବ, ତୁମର ରଥ, ଚନ୍ଦନର ଅର୍ଥ ହଉଛି ରଥ। ପୀଡ଼ନର ପର୍ବତ, ପୀଡ଼ାର ପର୍ବତକୁ ତୁମ ଚନ୍ଦନ, ଚନ୍ଦନର ଅର୍ଥ କଣ କହିଲି? ରଥ। ଚନ୍ଦନର ଅର୍ଥ କଣ? ରଥ। ଭାଜି ପଡୁ ଆଜି ଅର୍ଗଳ ରାଜି, ଘେନି ବିଜୟର ମାଳା। ମାନେ ବିଜୟର ମାଳା ପାଇ ଯେତେ ସବୁ ଅଳି ଅର୍ଦ୍ଦଳି ଅଛି ଦେଶରେ, ଯେତେ ସବୁ ଜଞ୍ଜାଳ ଏଇ ବ୍ରିଟିଶ ମାନେ ସୃଷ୍ଟି କରିଛନ୍ତି ଆମ ପାଇଁ, ସେ ସବୁ କିଛି ଭାଜି ପଡୁ ଅର୍ଥାତ୍ ଭାଙ୍ଗି ଯାଉ ଆମ ପାଇଁ। ଆମେ ସମସ୍ତେ ଜାଗବନ୍ଧନ ହରା ହେଇଯାଉ ବୋଲି ଲେଖକ ଆମକୁ, କବି ଆମକୁ ଏହି କବିତା ମାଧ୍ୟମରେ ବହୁତ ସୁନ୍ଦର ଭାବରେ ଆହ୍ୱାନ ଦେଇଛନ୍ତି। ତ ବିଷୟଟି ଏତିକି ଥିଲା। ଯଦି ଭିଡ଼ିଓଟି ଭଲ ଲାଗିଲା ତେବେ ଲାଇକ୍ ଗୋଟେ କରନ୍ତୁ ଏବଂ ଭିଡ଼ିଓଟିକୁ ବହୁତ ମାତ୍ରାରେ ସେୟାର ମଧ୍ୟ କରନ୍ତୁ, ଯାହାଦ୍ୱାରା କି ସମସ୍ତେ ଏଇ ଏକ୍ସପ୍ଲାନେସନ ଭିଡ଼ିଓ ଭଲସେ ଟିକେ ପାଇପାରିବେ ଆଉ ବୁଝିକି ଏଥିରୁ ବହୁତ କିଛି ମନେ ରଖି ପାରିବେ ମଧ୍ୟ।